ओम शांति 4 नवंबर 2023 परम शिक्षक शिव भगवान उवाच मीठे बच्चे पवित्र होई गति सद्गति पाइबार योग्य हुआ। कारण पतित आत्मा माने गति सद्गति पाइबार योग्य नुहंती। बाबा कहते मीठे बच्चे पवित्र होई गति सद्गति पाइबार योग्य हुआ। कारण पतित आत्मा माने गति सद्गति पाइबार योग्य नुहंती। वर्तमान अविनाशी बाबा तुमको अविनाशी योग्य करुछन्ति। वर्तमान अविनाशी बाबा तुमको अविनाशी योग्य करुछन्ति। आजिर प्रश्न पतिव्रता काहाकू कहिबा? एहार मुख्य लक्षण सुनाओ। पतिव्रता काहाकू कहिबा? एहार मुख्य लक्षण सुनाओ। उत्तर पतिव्रता सेई माने जेउ माने कि बाबांकर श्रीमत को संपूर्ण रूपे अनुसरण करुछन्ति, अशरीरी हेबार अभ्यास करुछन्ति, अव्यभिचारी स्मृतिरे अर्थात एकमात्र बाबांक स्मृतिरे रहुछन्ति। एही भली सुपुत्र ही प्रत्येक कथार धारणा करिपारिबे। सदा सर्वदा सेमानंक बुद्धिरे सेवार ही विचार चली थाए। सेमानंकर बुद्धिरूपी पात्र पवित्र हेबारे लागि थाए। सेमाने केबे हेले बाबांको छाड़पत्र दे परिबे नाही। गीत मुझको सहारा देने वाले। मुझको सहारा देने वाले ये दिल कहे तेरा शुक्रिया। शुक्रिया बाबा, शुक्रिया। ओम शांति। पिलामाने निजर पुरुषार्थर क्रमानुसारे बाबांको धन्यवाद देउछन्ति, किंतु समस्ते समान रूपे धन्यवाद देउ नहांती। जेउ माने संपूर्ण निश्चय बुद्धि एवं जिए आंतरिक श्रद्धार सहित बाबांकर सेवारे उपस्थित सेही माने ही आंतरिक धन्यवाद देउछन्ति जे बाबा सबो चमत्कार आपणंकर। आमे तो किछि जानि नथिलु। आपणंक सहित मिलन पाई आमे योग्य नथिलु। ए कथा तो निश्चित जे माया समस्तंगु अयोग्य करि देछि। सेमाने जानि नाहांती जे स्वर्ग को जीवा पाई किए योग्य करुछन्ति एवं नर्क को जीवा पाई योग्य किए करुछि। सेमाने भाबुछन्ति जे गति एवं सद्गति उभय पाई बाबा योग्य कराउछन्ति, नचेत सेठाको जीवा पाई केही भी योग्य नुहंती। निजे मध्य कहउछन्ति जे आमे पतित, एही दुनिया ही पतित अटे। साधु संथ आदि केही भी बाबांकु जानि नाहांती। वर्तमान बाबा तुममानंको निजर परिचय देउछन्ति। एहा युक्तियुक्त कथा जे बाबांको ही आसे निजर परिचय देबाकु हेबो। बाबांको एठाको आसे योग्य एवं पवित्र कराइबाकु हेबो। जदि परमधामरे बसी पवित्र करि पारि थान्ते तेबे एठारे एते अयोग्य काहेकि होई थान्ते? तुममानंक भितरे मध्य पुरुषार्थर क्रमानुसारे निश्चय बुद्धि अछन्ति। बाबांकर परिचय किपरि देबा उचित? एथिपाई
ବୁଦ୍ଧି ମଧ୍ୟ ଥିବା ଦରକାର। ଶିବାୟ ନମଃ ମଧ୍ୟ ରହିଛି। ଏହି ମାତା ପିତା ହିଁ ସର୍ବୋଚ୍ଚ ଅଟନ୍ତି। ବ୍ରହ୍ମା ବିଷ୍ଣୁ ଶଙ୍କର ତ ରଚନା ଅଟନ୍ତି ଏବଂ ସେମାନଙ୍କର ସ୍ରଷ୍ଟା ମଧ୍ୟ ନିଶ୍ଚିତ ଭାବରେ ବାବା ହୋଇଥିବେ। ତେଣୁ ମା ମଧ୍ୟ ନିଶ୍ଚିତ ରହିବା ଦରକାର। ଏଥିରୁ ପ୍ରମାଣିତ ହେଉଛି ଯେ ସମସ୍ତଙ୍କର ଈଶ୍ୱର ପିତା ମଧ୍ୟ ଜଣେ ହିଁ ଅଟନ୍ତି ଏବଂ ନିରାକାରଙ୍କୁ ହିଁ ଈଶ୍ୱର କୁହାଯାଉଛି। ସୃଷ୍ଟିକର୍ତ୍ତା ସର୍ବଦା ଜଣେ। ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ପଡ଼ିବ। ଯୁକ୍ତିଯୁକ୍ତ ଭାବେ ବାବାଙ୍କର ପରିଚୟ କିପରି ଦିଆଯିବ ଏହା ମଧ୍ୟ ବୁଝିବା ଦରକାର। ଭଗବାନ ହିଁ ଜ୍ଞାନର ସାଗର ଅଟନ୍ତି। ସିଏ ହିଁ ଆସି ରାଜଯୋଗ ଶିଖାଉଛନ୍ତି। ସେହି ଭଗବାନ କିଏ? ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ। ତେବେ ବାବା ମଧ୍ୟ ନିରାକାର ଏବଂ ଆତ୍ମା ମଧ୍ୟ ନିରାକାର ଅଟେ। ସେହି ନିରାକାର ବାବା ଆସି ପିଲାମାନଙ୍କୁ ସମ୍ପତ୍ତି ଦେଉଛନ୍ତି। କାହାଦ୍ୱାରା ତ ବୁଝାଇବେ ନା? ନଚେତ୍ ରାଜାମାନଙ୍କର ରାଜା କିପରି କରିବେ? ସତ୍ୟଯୁଗୀ ରାଜ୍ୟ କିଏ ସ୍ଥାପନା କରିଥିଲେ? ସ୍ୱର୍ଗର ରଚୟିତା କିଏ? ନିଶ୍ଚିତ ଭାବରେ ସ୍ୱର୍ଗର ରଚୟିତା ଈଶ୍ୱର ପିତା ହିଁ ହୋଇଥିବେ। ତେଣୁ ସିଏ ନିରାକାର ହୋଇଥିବା ଦରକାର। ପ୍ରଥମେ ପିତାଙ୍କର ପରିଚୟ ଦେବାକୁ ହେବ। କୃଷ୍ଣଙ୍କୁ ଏବଂ ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ପିତା ବୋଲି କୁହାଯିବ ନାହିଁ। ସେମାନଙ୍କୁ ମଧ୍ୟ ରଚନା କରାଯାଇଛି। ଯଦି ସୂକ୍ଷ୍ମ ଲୋକ ନିବାସୀଙ୍କୁ ମଧ୍ୟ ରଚନା କରାଯାଇଛି ଏବଂ ଏମାନେ ମଧ୍ୟ ରଚନା ଅଟନ୍ତି, ତେବେ ସୂକ୍ଷ୍ମ ଲୋକ ନିବାସୀଙ୍କୁ ଭଗବାନ କିପରି କୁହାଯିବ? ଦେବତାମାନଙ୍କ ପାଇଁ ଦେବତାୟ ନମଃ ବୋଲି ଗାୟନ କରାଯାଉଛି। କିନ୍ତୁ ତାଙ୍କ ପାଇଁ ଶିବାୟ ନମଃ ବୋଲି ଗାୟନ କରାଯାଉଛି। ଏହା ହିଁ ମୁଖ୍ୟ କଥା। ପ୍ରଦର୍ଶନୀରେ ତ ବାରମ୍ବାର ଗୋଟିଏ କଥା ବୁଝାଇବ ନାହିଁ। ଏହି କଥାକୁ ଜଣ ଜଣକୁ ଭଲ ଭାବରେ ବୁଝାଇବାକୁ ପଡ଼ିବ। ଏହି କଥା ପ୍ରତି ସମସ୍ତଙ୍କୁ ନିଶ୍ଚୟ କରାଇବାକୁ ହେବ। ଯିଏ ବି ଆସୁଛନ୍ତି ପ୍ରଥମେ ତାଙ୍କୁ କହିବାକୁ ହେବ ଯେ ଆସନ୍ତୁ ଆମେ ଆପଣଙ୍କୁ ପିତାଙ୍କର ପରିଚୟ ଦେବୁ। ପିତାଙ୍କ ଠାରୁ ହିଁ ତୁମକୁ ସମ୍ପତ୍ତି ମିଳିବ। ଈଶ୍ୱର ପିତା ହିଁ ଗୀତାରେ ରାଜଯୋଗ ଶିଖାଇଛନ୍ତି। କୃଷ୍ଣ ଶିଖାଇ ନାହାନ୍ତି। ବାବା ହିଁ ଗୀତାର ଭଗବାନ ଅଟନ୍ତି। ଏହା ହିଁ ପ୍ରଥମ କଥା। କୃଷ୍ଣ ଭଗବାନ ଉବାଚ ନୁହେଁ, ରୁଦ୍ର ଭଗବାନ ଉବାଚ ବା ସୋମନାଥ ଶିବ ଭଗବାନ ଉବାଚ କୁହାଯାଉଛି। ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନ କାହାଣୀ ନିଜସ୍ୱ ଅଟେ। ଜଣଙ୍କ ସହିତ ଆଉ ଜଣଙ୍କର କାହାଣୀ ମିଶିପାରିବ ନାହିଁ। ତେଣୁ ଯିଏ ବି ଆସୁଛନ୍ତି ତାଙ୍କୁ ପ୍ରଥମେ ଏହି କଥାକୁ ବୁଝାଇବାକୁ ହେବ। ସମସ୍ତଙ୍କୁ ଏହି ମୂଳ କଥା ହିଁ ବୁଝାଇବାକୁ ହେବ। ଏହା ହିଁ ପରମ ପିତା ପରମାତ୍ମାଙ୍କର କର୍ତ୍ତବ୍ୟ ଅଟେ। ସିଏ ପିତା, ଇଏ ଅର୍ଥାତ୍ ବ୍ରହ୍ମା ତାଙ୍କର ସନ୍ତାନ। ସିଏ ସ୍ୱର୍ଗର ରଚୟିତା, ଈଶ୍ୱର ପିତା, ଇଏ ସ୍ୱର୍ଗର ରାଜକୁମାର। ଏହି କଥାକୁ ବିଲକୁଲ ସ୍ପଷ୍ଟ କରି ବୁଝାଇବାକୁ ହେବ। ମୁଖ୍ୟ ହେଲା ଗୀତା। ବାକି ସବୁ ଶାସ୍ତ୍ର ଗୀତା ଉପରେ ଆଧାରିତ। ସେଥିପାଇଁ ସର୍ବଶାସ୍ତ୍ରମୟୀ ଶିରୋମଣି ଭାଗବତ ଗୀତା ବୋଲି କୁହାଯାଇଛି। ମନୁଷ୍ୟମାନେ ପଚାରୁଛନ୍ତି,
ତୁମେ କ'ଣ ବେଦ ଶାସ୍ତ୍ର ଆଦିକୁ ମାନୁଛ? ଆରେ ସମସ୍ତେ ନିଜ ନିଜର ଧର୍ମଶାସ୍ତ୍ରକୁ ମାନିବେ ନା? ସବୁ ଶାସ୍ତ୍ରକୁ କ'ଣ ମାନିବେ କି? ହଁ, ସବୁ ଶାସ୍ତ୍ର ରହିଛି ନିଶ୍ଚିତ, କିନ୍ତୁ ଶାସ୍ତ୍ରକୁ ଜାଣିବା ପୂର୍ବରୁ ମଧ୍ୟ ପ୍ରଥମ ଏବଂ ମୁଖ୍ୟ କଥା ହେଲା ବାବାଙ୍କୁ ଜାଣିବା, ଯାହାଙ୍କ ଠାରୁ ଆମକୁ ସମ୍ପତ୍ତି ମିଳୁଛି। ଶାସ୍ତ୍ର ଦ୍ୱାରା ତ ସମ୍ପତ୍ତି ମିଳିବ ନାହିଁ। ସମ୍ପତ୍ତି ମିଳୁଛି ବାବାଙ୍କ ଠାରୁ। ବାବା ଯେଉଁ ଜ୍ଞାନ ଦେଉଛନ୍ତି, ସମ୍ପତ୍ତି ଦେଉଛନ୍ତି, ତାର ପୁସ୍ତକ ତିଆରି ହୋଇଛି। ତେବେ ପ୍ରଥମେ ତ ଗୀତାକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଗୀତାର ଭଗବାନ କିଏ? ଗୀତାରେ ହିଁ ରାଜଯୋଗର କଥା ରହିଛି। ରାଜଯୋଗର ଶିକ୍ଷା ନିଶ୍ଚିତ ଭାବରେ ନୂଆ ଦୁନିଆ ପାଇଁ ହିଁ ଦିଆଯାଇଛି। ଭଗବାନ ତ ଆସି ପତିତ କରିବେ ନାହିଁ ନା? ସେ ତ ପବିତ୍ର ମହାରାଜା କରାଇଥାନ୍ତେ। ତେଣୁ ପ୍ରଥମେ ବାବାଙ୍କର ପରିଚୟ ଦେଇ ଏ କଥା ଲେଖାଇ ନିଅ। ବାସ୍ତବରେ ମୋର ନିଶ୍ଚୟ ହେଉଛି ଯେ ଇଏ ମୋର ପିତା ଅଟନ୍ତି। ପ୍ରଥମେ ବୁଝାଇବାକୁ ହେବ ଶିବାୟ ନମଃ। ତୁମେ ମାତା ପିତା। ଏହି ମହିମା ମଧ୍ୟ ବାବାଙ୍କର ଅଟେ। ଭଗବାନଙ୍କୁ ଭକ୍ତିର ଫଳ ଏହି ଧରାପୃଷ୍ଠକୁ ଆସି ହିଁ ଦେବାକୁ ହେବ। ଭକ୍ତିର ଫଳ କ'ଣ ଏ କଥା ତୁମେମାନେ ବୁଝିଗଲଣି। ଯିଏ ବହୁତ ଭକ୍ତି କରିଛନ୍ତି ତାଙ୍କୁ ହିଁ ଫଳ ମିଳିବ। ଏହି କଥା କୌଣସି ଶାସ୍ତ୍ରରେ ନାହିଁ। ତୁମ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଏହି କଥାକୁ ବୁଝୁଛନ୍ତି। ଏଠାରେ ବୁଝାଇ ଦିଆଯାଉଛି ଯେ ବାବା ତୁମର ଅବିନାଶୀ ମାତା ପିତା ଅଟନ୍ତି। ତେବେ ଜଗତ ଅମ୍ବା ଜଗତ ପିତାଙ୍କର ମଧ୍ୟ ଗାୟନ ରହିଛି। ଆଦମ ଏବଂ ଇଭ୍ ତ ମନୁଷ୍ୟଙ୍କୁ ହିଁ କହୁଛନ୍ତି। ଇଭ୍ଙ୍କୁ ମାତା କୁହାଯାଇଛି। ପ୍ରକୃତରେ ଇଭ୍ କିଏ ଏ କଥା ତ କେହି ଜାଣିନାହାନ୍ତି, ଯାହାକି ବାବା ବୁଝାଉଛନ୍ତି। ହଁ, କେହି ତ ତୁରନ୍ତ ବୁଝିଯିବେ ନାହିଁ। ପାଠପଢ଼ା ପାଇଁ ସମୟ ଲାଗିଥାଏ। ପାଠ ପଢ଼ି ପଢ଼ି ବାରିଷ୍ଟର ହୋଇଯାଉଛନ୍ତି। ତେବେ ଆମର ଲକ୍ଷ୍ୟ ଉଦ୍ଦେଶ୍ୟ ନିଶ୍ଚିତ ରହିଛି। ଦେବତା ହେବା ପାଇଁ ହେଲେ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ। ଗାୟନ ମଧ୍ୟ କରୁଛନ୍ତି ତୁମେ ମାତା ପିତା, ଏବଂ ଦ୍ୱିତୀୟରେ କହୁଛନ୍ତି ହେ ପତିତ ପାବନ ଆସ। ତେବେ ପବିତ୍ର ଦୁନିଆ ଏବଂ ଅପବିତ୍ର ଦୁନିଆ କାହାକୁ କୁହାଯାଉଛି? କ'ଣ କଳିଯୁଗ ଆହୁରି 40,000 ବର୍ଷ ରହିବ? ଆଚ୍ଛା, ଏକମାତ୍ର ବାବା ହିଁ ତ ପବିତ୍ର କରିଥାନ୍ତି ନା? ସ୍ୱର୍ଗର ସ୍ଥାପନ କର୍ତ୍ତା ତ ଏକମାତ୍ର ଈଶ୍ୱର ପିତା ହିଁ ଅଟନ୍ତି। କୃଷ୍ଣ ତ ସ୍ଥାପନ କରିପାରିବେ ନାହିଁ। ସିଏ ତ ସ୍ୱୟଂ ସମ୍ପତ୍ତି ନେଇଛନ୍ତି। ତେଣୁ ଶ୍ରୀକୃଷ୍ଣ ସ୍ୱର୍ଗର ରାଜକୁମାର ଏବଂ ଶିବ ବାବା ସ୍ୱର୍ଗର ରଚୟିତା ଅଟନ୍ତି। କୃଷ୍ଣ ତ ରଚନା ସତ୍ୟଯୁଗର ପ୍ରଥମ ରାଜକୁମାର। ଏ କଥା ମଧ୍ୟ ସ୍ପଷ୍ଟ ରୂପେ ବଡ଼ ବଡ଼ ଅକ୍ଷରରେ ଲେଖିଦେବା ଦରକାର, ଯାହାଦ୍ୱାରା ତୁମକୁ ବୁଝାଇବାକୁ ସହଜ ହେବ। ତେବେ ରଚୟିତା ଏବଂ ରଚନା ବିଷୟରେ ସମସ୍ତେ ଜାଣିଯିବେ। ରଚୟିତା ହିଁ ଜ୍ଞାନର ସାଗର ଅଟନ୍ତି। ସିଏ ହିଁ ରାଜଯୋଗ ଶିଖାଉଛନ୍ତି। ବାବା କୌଣସି ରାଜା ନୁହନ୍ତି। ବାବା ରାଜଯୋଗ ଶିକ୍ଷା ଦେଇ ରାଜାମାନଙ୍କର ରାଜା କରୁଛନ୍ତି। ଭଗବାନ ରାଜଯୋଗ ଶିଖାଇଥିଲେ। କୃଷ୍ଣ ରାଜପଦ ପାଇଥିଲେ।
ପୁଣି ହରାଇଛନ୍ତି। ପୁଣି ତାଙ୍କୁ ହିଁ ଏହି ରାଜତ୍ୱ ପାଇବାକୁ ହେବ। ଚିତ୍ର ଦ୍ୱାରା ବହୁତ ଭଲ ଭାବରେ ବୁଝାଯାଇପାରିବ। ବାବାଙ୍କର କର୍ତ୍ତବ୍ୟ ତ ରହିଛି ନା। ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଥିବାରୁ ଭାରତ କଉଡ଼ି ତୁଲ୍ୟ ହୋଇଯାଇଛି। ଶିବ ବାବାଙ୍କୁ ଜାଣିବା ଦ୍ୱାରା ଭାରତ ହୀରା ତୁଲ୍ୟ ହୋଇଯାଇଛି। କିନ୍ତୁ ବୁଦ୍ଧିରେ ରହିବା ଦରକାର ଯେ ଇଏ ଆମର ପିତା ଅଟନ୍ତି। ବାବା ହିଁ ପ୍ରଥମେ ସ୍ୱର୍ଗ ଦୁନିଆ ରଚନା କରିଥିଲେ। ଏବେ ତ ଦୁନିଆ ପୁରୁଣା ହୋଇଯାଇଛି। ଗୀତାରେ ହିଁ ରାଜଯୋଗର କଥା ରହିଛି। ବିଦେଶୀମାନେ ମଧ୍ୟ ରାଜଯୋଗ ଶିଖିବାକୁ ଚାହୁଁଛନ୍ତି। ଏମାନେ ଗୀତାରୁ ହିଁ ଶିଖିଛନ୍ତି। ବର୍ତ୍ତମାନ ତୁମେମାନେ ଜାଣିଗଲଣି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ଚେଷ୍ଟା କରିବାକୁ ହେବ ଯେ ଆମର ପିତା କିଏ। ସିଏ ସର୍ବବ୍ୟାପୀ ନୁହନ୍ତି। ଯଦି ସର୍ବବ୍ୟାପୀ ଅଟନ୍ତି, ତେବେ ରାଜଯୋଗ କିପରି ଶିଖାଇବେ? ଏହି ଭୁଲ ଉପରେ ଖୁବ୍ ଚିନ୍ତନ କରିବା ଉଚିତ। ଯେଉଁମାନେ ସେବା କରିବାରେ ତତ୍ପର ଥିବେ, ସେହିମାନଙ୍କର ହିଁ ବିଚାର ଆସିବ। ଧାରଣା ମଧ୍ୟ ସେତେବେଳେ ହେବ ଯେତେବେଳେ କି ବାବାଙ୍କର ଶ୍ରୀମତକୁ ପାଳନ କରିବେ, ଅଶରୀରୀ ହୋଇ ମନ୍ମନା ଭବ ସ୍ଥିତିରେ ରହିବେ, ଅଥବା ପିତାପ୍ରତା ହୋଇ ବାବାଙ୍କର ସୁପୁତ୍ର ସନ୍ତାନ ହେବେ। ବାବା ନିର୍ଦ୍ଦେଶ ଦେଉଛନ୍ତି, ଯେତେ ଦୂର ସମ୍ଭବ ଅଧିକରୁ ଅଧିକ ଯୋଗ କର। ଦେହ ଅଭିମାନୀ ହେବା ଦ୍ୱାରା ନା ତୁମେ ବାବାଙ୍କୁ ମନେ ପକାଉଛ, ନା ତୁମର ବୁଦ୍ଧି ପବିତ୍ର ହେଉଛି। କୁହାଯାଏ, ବାଘୁଣୀର କ୍ଷୀର ରଖିବା ପାଇଁ ସୁନାର ପାତ୍ର ଆବଶ୍ୟକ। ସେହିପରି ଏଠାରେ ମଧ୍ୟ ବୁଦ୍ଧି ପିତାବ୍ରତା ହେବା ଦରକାର। ଅବ୍ୟଭିଚାରୀ ପିତାବ୍ରତା ବହୁତ କମ୍ ଅଛନ୍ତି। ଆଉ କେହି ତ ବିଲକୁଲ ହିଁ ଜାଣିନାହାନ୍ତି। ଯେପରିକି ଛୋଟ ପିଲା ଯଦିଓ ଏଠାରେ ବସିଛନ୍ତି, କିନ୍ତୁ କିଛି ବି ବୁଝୁନାହାନ୍ତି। ଯେପରି ପିଲାକୁ ଛୋଟ ବୟସରୁ ବିବାହ କରାଇ ଦେଇଥାନ୍ତି ନା, ତାଙ୍କୁ କୋଳରେ ବସାଇ ବିବାହ କରାଯାଇଥାଏ। ଯଦି ପରସ୍ପରର ବନ୍ଧୁ ହୋଇଥାନ୍ତି, ବହୁତ ସ୍ନେହ ରହିଥାଏ, ତେବେ ତୁରନ୍ତ ବିବାହ କରାଇ ଦେଇଥାନ୍ତି। ଏଠାରେ ମଧ୍ୟ ତୁମେମାନେ ଛୋଟ ପିଲା ଭଳି ହୋଇଗଲ ନା। ଏଠାରେ ମଧ୍ୟ ବାବାଙ୍କ ସହିତ ନିର୍ବନ୍ଧ ହେଉଛି, କିନ୍ତୁ କିଛି ହେଲେ ବି ବୁଝୁନାହାନ୍ତି। ଆମେ ମମ୍ମା ବାବାଙ୍କର ହୋଇଛୁ, ତାଙ୍କଠାରୁ ସମ୍ପତ୍ତି ନେବାକୁ ହେବ, ଏ କଥା କିଛି ବି ଜାଣିନାହାନ୍ତି। କେତେ ଆଶ୍ଚର୍ଯ୍ୟର କଥା ଅଟେ ନା। 5-6 ବର୍ଷ ରହି ମଧ୍ୟ ବାବାଙ୍କୁ ଅଥବା ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଦେଉଛନ୍ତି। ମାୟା ଏପରି ହଇରାଣ କରିଦେଇଥାଏ। ତେବେ ପ୍ରଥମେ ଶୁଣାଇବା ଦରକାର ଶିବାୟ ନମଃ। ଶିବ ବାବା ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ମଧ୍ୟ ରଚୟିତା ଅଟନ୍ତି। ଜ୍ଞାନ ସାଗର ଶିବ ହିଁ ଅଟନ୍ତି। ତେବେ ବର୍ତ୍ତମାନ କ'ଣ କରିବା ଦରକାର? ତ୍ରିମୂର୍ତ୍ତି ଚିତ୍ର ପାଖରେ ଯେଉଁ ଖାଲି ସ୍ଥାନ ଅଛି, ସେଠାରେ ଲେଖିବା ଦରକାର ଯେ ଶିବ ବାବା ଏବଂ ଶ୍ରୀକୃଷ୍ଣ ଉଭୟଙ୍କର କର୍ତ୍ତବ୍ୟ ଭିନ୍ନ। ପ୍ରଥମେ ଏହି କଥା ବୁଝାଇଲେ ହିଁ ସମସ୍ତଙ୍କର ବୁଦ୍ଧିର ତାଲା ଖୋଲିଯିବ। ଏହି ପାଠ ଭବିଷ୍ୟତ ପାଇଁ ପଢ଼ାଯାଉଛି। ଏପରି ପାଠପଢ଼ା ଆଉ କେଉଁଠାରେ ନାହିଁ। ଶାସ୍ତ୍ର ଦ୍ୱାରା ଏହି ଅନୁଭବ ହୋଇପାରିବ ନାହିଁ। ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ସତ୍ୟଯୁଗ ପାଇଁ ପାଠ ପଢ଼ୁଛୁ। ସ୍କୁଲରେ ପାଠପଢ଼ା ସରିଲେ ଆମର ଫାଇନାଲ ପରୀକ୍ଷା ହେବ।
ଏହାପରେ ଆମେ ଯାଇ ରାଜତ୍ୱ କରିବୁ। ଗୀତା ଶୁଣାଉଥିବା ଆତ୍ମା ଏପରି କଥାକୁ ବୁଝାଇ ପାରିବେ ନାହିଁ। ତେଣୁ ପ୍ରଥମେ ବାବାଙ୍କୁ ଜାଣିବାକୁ ହେବ। ବାବାଙ୍କ ଠାରୁ ସମ୍ପତ୍ତି ନେବାକୁ ହେବ। ବାବା ହିଁ ତ୍ରିକାଳଦର୍ଶୀ ଅଟନ୍ତି। ଦୁନିଆରେ ଆଉ କେହି ବି ମନୁଷ୍ୟ ତ୍ରିକାଳଦର୍ଶୀ ନୁହନ୍ତି। ବାସ୍ତବରେ ଯେଉଁମାନେ ପୂଜ୍ୟ ଥିଲେ ସେହିମାନେ ହିଁ ପୁଣି ପୂଜାରୀ ହୋଇଛନ୍ତି। ଭକ୍ତି ମଧ୍ୟ ତୁମେମାନେ ହିଁ କରିଛ, ଆଉ କେହି ଜାଣିନାହାନ୍ତି। ପ୍ରଥମ ନମ୍ବରରେ ବ୍ରହ୍ମା ଏବଂ ବ୍ରହ୍ମା ମୁଖ ବଂଶାବଳୀମାନେ ହିଁ ଭକ୍ତି କରିଛନ୍ତି। ବ୍ରହ୍ମା ବାବା ହିଁ ନିଜେ ପୂଜ୍ୟ ହେଉଛନ୍ତି। ପ୍ରଥମ ନମ୍ବରର ପୂଜ୍ୟ ହିଁ ପ୍ରଥମ ନମ୍ବରର ପୂଜାରୀ ହେଉଛନ୍ତି, ପୁଣି ପୂଜ୍ୟ ହେବେ। ଭକ୍ତିର ଫଳ ମଧ୍ୟ ପ୍ରଥମେ ବ୍ରହ୍ମା ବାବାଙ୍କୁ ହିଁ ମିଳିବ। ବ୍ରାହ୍ମଣ ହିଁ ପାଠ ପଢ଼ି ପୁଣି ଦେବତା ହେଉଛନ୍ତି। ଏ କଥା କେଉଁଠାରେ ଲେଖାଯାଇ ନାହିଁ। ଭୀଷ୍ମ ପିତାମହ ଆଦି ତ ଜାଣିଛନ୍ତି ଯେ ବାସ୍ତବରେ ଏମାନଙ୍କ ଦ୍ୱାରା ଜ୍ଞାନ ବାଣ ମାରିଲା ବାଲା ଆଉ କିଏ ଅଛନ୍ତି। ଏ କଥା ନିଶ୍ଚିତ ଭାବରେ ବୁଝିଯିବେ ଯେ କୌଣସି ଏକ ଶକ୍ତି ରହିଛି। ବର୍ତ୍ତମାନ ମଧ୍ୟ କହୁଛନ୍ତି କୌଣସି ଶକ୍ତି ଏମାନଙ୍କୁ ଶିଖାଉଛନ୍ତି। ବାବା ଦେଖୁଛନ୍ତି ଏମାନେ ସମସ୍ତେ ମୋର ସନ୍ତାନ ଅଟନ୍ତି। ବାବା ତ ଏହି ଆଖି ଦ୍ୱାରା ହିଁ ଦେଖିବେ ନା। ଯେପରି ଶ୍ରାଦ୍ଧ ଖୁଆଇବା ସମୟରେ ଆତ୍ମା ଆସି ଦେଖିଥାଏ ଯେ ଇଏ ଅମୁକ ଅଟେ। ଖାଇବା ସମୟରେ ଆଖି ଆଦି ଖାଉଥିବା ଆତ୍ମା ଭଳି ହୋଇଯିବ। ଏସବୁ ବାବା କହୁଛନ୍ତି ଏମାନେ ଅସ୍ଥାୟୀ ଭାବେ ଶରୀରର ଆଧାର ନେଇଥାନ୍ତି। ଏସବୁ କଥା ଭାରତରେ ହିଁ ହୋଇଥାଏ। ପ୍ରାଚୀନ ଭାରତରେ ପ୍ରଥମେ ରାଧାକୃଷ୍ଣ ଥିଲେ। ଏମାନଙ୍କ ଜନ୍ମଦାତାକୁ ଉଚ୍ଚ ବୋଲି ଗଣନା କରାଯିବ ନାହିଁ। ସେମାନଙ୍କ ମାତା ପିତା ତ କମ୍ ନମ୍ବର ରଖି ପାସ୍ ହୋଇଛନ୍ତି ନା। ଶ୍ରୀକୃଷ୍ଣଙ୍କ ଠାରୁ ହିଁ ମହିମା ଆରମ୍ଭ ହେଉଛି। ରାଧାକୃଷ୍ଣ ନିଜ ନିଜର ରାଜଧାନୀରେ ରହିଥାନ୍ତି। ରାଧାକୃଷ୍ଣଙ୍କର ମାତା ପିତାଙ୍କ ଠାରୁ ରାଧାକୃଷ୍ଣଙ୍କର ନାମ ଅଧିକ ବିଖ୍ୟାତ ହୋଇଥାଏ। କେତେ ଆଶ୍ଚର୍ଯ୍ୟଜନକ କଥା ନା। ତେଣୁ ଆମର ଗୁପ୍ତ ଖୁସି ରହୁଛି। ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ହିଁ ଆସୁଛି। ଏତେ ମାତାମାନଙ୍କର ଦାୟିତ୍ୱ ନେବାକୁ ହେବ। ସେଥିପାଇଁ ମୁଁ ସାଧାରଣ ଶରୀର ନେଇଛି। ବ୍ରହ୍ମାଙ୍କ ଦ୍ୱାରା ପାଳନା ହେଉଥିଲା। କାହିଁକିନା ଏହା ମଧ୍ୟ ଶିବ ବାବାଙ୍କର ଭଣ୍ଡାର ଅଟେ। ଅବିନାଶୀ ଜ୍ଞାନରତ୍ନର ଭୋଳା ଭଣ୍ଡାରୀ ମଧ୍ୟ ରହିଛି। ପୁଣି ପୋଷ୍ୟ ସନ୍ତାନମାନେ ମଧ୍ୟ ଅଛନ୍ତି। ଏମାନଙ୍କର ମଧ୍ୟ ପାଳନା ହୋଇ ଚାଲିଛି। ଏ କଥା ତ ପିଲାମାନେ ହିଁ ଜାଣିପାରିବେ। ପ୍ରଥମେ ଯେତେବେଳେ କାର୍ଯ୍ୟକ୍ରମ ଆରମ୍ଭ କରୁଛ ସେତେବେଳେ କୁହ ଶିବ ଭଗବାନ ଉବାଚ। ଇଏ ସମସ୍ତଙ୍କର ରଚୟିତା ଅଟନ୍ତି। ପୁଣି ଶ୍ରୀକୃଷ୍ଣଙ୍କୁ ଜ୍ଞାନର ସାଗର ଈଶ୍ୱର ପିତା କିପରି କୁହାଯାଇପାରିବ? ଏହି ଲେଖା ମଧ୍ୟ ଏଭଳି ସ୍ପଷ୍ଟ ହେବା ଉଚିତ ଯେ ପଢ଼ିବା ମାତ୍ରେ ଭଲ ଭାବରେ ବୁଦ୍ଧିରେ ରହିପାରିବ। କାହାକୁ ତ ବୁଝିବା ପାଇଁ 2-3 ବର୍ଷ ଲାଗିଯାଏ। ଭଗବାନଙ୍କୁ ତ ଆସି ଭକ୍ତିର ଫଳ ଦେବାକୁ ହେବ ନା। ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ଏହି ଯଜ୍ଞ ରଚନା କରିଛନ୍ତି। ବାବା ବ୍ରାହ୍ମଣମାନଙ୍କୁ ପାଠ ପଢ଼ାଇ ବ୍ରାହ୍ମଣରୁ ଦେବତା କରୁଛନ୍ତି। ପୁଣି ତ ତଳକୁ ନିଶ୍ଚିତ ଖସିବାକୁ ହେବ।
ଏହା ବହୁତ ଶ୍ରେଷ୍ଠ ଜ୍ଞାନ ଅଟେ। ପ୍ରଥମେ ଏହି କଥା ପ୍ରମାଣ କରି କହିବାକୁ ହେବ ଯେ ଶ୍ରୀକୃଷ୍ଣ ସ୍ୱର୍ଗର ରାଜକୁମାର ଅଟନ୍ତି, ସ୍ୱର୍ଗର ରଚୟିତା ପିତା ନୁହନ୍ତି। ତେବେ ଏହି ସର୍ବବ୍ୟାପୀର ଜ୍ଞାନ ଦ୍ୱାରା ବିଲକୁଲ ତମୋ ପ୍ରଧାନ ହୋଇଯାଇଛନ୍ତି। ଯିଏ ଆମକୁ ରାଜତ୍ୱ ଦେଇଥିଲେ ତାଙ୍କୁ ହିଁ ଭୁଲି ଯାଇଛନ୍ତି। କଳ୍ପ କଳ୍ପ ବାବା ଆମକୁ ରାଜ୍ୟ ଦେଉଛନ୍ତି, ଆମେ ପୁଣି ବାବାଙ୍କୁ ଭୁଲି ଯାଉଛୁ। ଏ କଥା ଭାବିଲେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ତେଣୁ ତୁମେ ସାରାଦିନ ଖୁସିରେ ନାଚିବା ଉଚିତ। ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି। ଆଚ୍ଛା, ମିଠେ ମିଠେ ଶିଖିଲାଧି ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର, ଅବ୍ୟଭିଚାରୀ ପିତାବ୍ରତା ହୋଇ ରହିବାକୁ ହେବ। ଯୋଗ କରିବାର ସମୟକୁ ବଢ଼ାଇ ବୁଦ୍ଧିକୁ ପବିତ୍ର କରିବାକୁ ହେବ। 2 ନମ୍ବର, ବାବାଙ୍କର ପରିଚୟ ଯୁକ୍ତିଯୁକ୍ତ ଭାବରେ ଦେବାର ଉପାୟ ବାହାର କରିବାକୁ ହେବ। ବିଚାର ସାଗର ମନ୍ଥନ କରି ପରମାତ୍ମା ନିରାକାର ବୋଲି ପ୍ରମାଣିତ କରିବାକୁ ହେବ। ନିଶ୍ଚୟ ବୁଦ୍ଧି ହୋଇ ସେବା କରିବାକୁ ହେବ। ଆଜିର ବରଦାନ, ସ୍ୱପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନର ନିମିତ୍ତ ହେଉଥିବା ଶ୍ରେଷ୍ଠ ସେବାଦାରୀ ହୁଅ। ସ୍ୱପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନର ନିମିତ୍ତ ହେଉଥିବା ଶ୍ରେଷ୍ଠ ସେବାଧାରୀ ହୁଅ। ତୁମେମାନେ ସ୍ୱର ଅର୍ଥାତ୍ ନିଜର ପରିବର୍ତ୍ତନ ଆଧାରରେ ବିଶ୍ୱକୁ ପରିବର୍ତ୍ତନ କରିବାର ଠିକା ନେଇଛ। କାରଣ ସ୍ୱପରିବର୍ତ୍ତନ ହିଁ ବିଶ୍ୱ ପରିବର୍ତ୍ତନର ଆଧାର ଅଟେ। ସ୍ୱପରିବର୍ତ୍ତନ ବିନା କୌଣସି ବି ଆତ୍ମା ପ୍ରତି କେବେ ବି ପ୍ରୟାସ କର, ତାର ପରିବର୍ତ୍ତନ ହୋଇପାରିବ ନାହିଁ। କାହିଁକି ନା ଆଜିକାଲି ସମୟରେ କେବଳ ଶୁଣିବା ଦ୍ୱାରା କେହି ପରିବର୍ତ୍ତନ ହେଉନାହାନ୍ତି, କିନ୍ତୁ ଦେଖିବା ଦ୍ୱାରା ପରିବର୍ତ୍ତନ ହେଉଛନ୍ତି। ଏମିତିକି କେତେକ ବନ୍ଧନ ସୃଷ୍ଟି କରୁଥିବା ଆତ୍ମା ମଧ୍ୟ ଜୀବନର ପରିବର୍ତ୍ତନକୁ ଦେଖି ନିଜେ ବଦଳି ଯାଉଛନ୍ତି। ତେଣୁ ନିଜେ କରି ଦେଖାଇବା ବା ପରିବର୍ତ୍ତନ ହୋଇ ଦେଖାଇବା ହିଁ ଶ୍ରେଷ୍ଠ ସେବାଧାରୀ ହେବା। ଆଜିର ସ୍ଲୋଗାନ, ଯଦି ସମୟ ସଂକଳ୍ପ ଏବଂ ବାଣୀର ଶକ୍ତିକୁ ନଷ୍ଟ କରିବା ପରିବର୍ତ୍ତେ ଶ୍ରେଷ୍ଠ କାର୍ଯ୍ୟରେ ଲଗାଇବ, ତେବେ ତୁମେ ଶକ୍ତିଶାଳୀ ହୋଇଯିବ। ଯଦି ସମୟ, ସଂକଳ୍ପ ଏବଂ ବାଣୀର ଶକ୍ତିକୁ ନଷ୍ଟ କରିବା ପରିବର୍ତ୍ତେ ଶ୍ରେଷ୍ଠ କାର୍ଯ୍ୟରେ ଲଗାଇବ, ତେବେ ତୁମେ ଶକ୍ତିଶାଳୀ ହୋଇଯିବ। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ବାବା ଶୁକ୍ରିୟା, ବାବା ଶୁକ୍ରିୟା।